ଶୀତ ଦିନରେ ସବୁ ଗଛ ଆମର ବହୁତ ହି ଧୀର ବଢ଼େ, କିନ୍ତୁ ଖରା ଦିନରେ ବହୁତ ହି ସ୍ପିଡ଼ ମୋର ରାଧାକମଳ ଗଛଟା ବଢ଼ି ଚାଲୁଥିଲା। କିନ୍ତୁ ଏବେକୁ ଟିକେ ହେଉଛି ଥଣ୍ଡା ପଡ଼ିବାକୁ ତାର ଗଛର ଉପର ଭାଗ ଗୁଡ଼ାକ ସବୁ ମୋଡ଼ି ମୋଡ଼ିକା ହେଇ ଚାଲିଛି। ତ ସେଥିପାଇଁ ଆଜି ଟିକେ ପ୍ରମୋଟର ଦେଉଛି, ଯେଉଁଟାକି ଆମେ ଅର୍ଗାନିକ୍ ଉପରେ ପ୍ରତ୍ୟେକଟି ଗଛରେ ଦେଇପାରିବା। ଆଉ ଏଇ ଗଛରେ ଦେବା ଦ୍ୱାରା ଗଛର ଗୋଟଳା ଭାଗ ଯେମିତିକା ଉପର କୁଆଁର ଗ୍ରୋଥ୍ ବହୁତ ଭଲ ହେଇଥାଏ, ଯେମିତି ଗୋଟଳାପଣ ଦୂର ହେଇଥାଏ। ତ ଏଇଟା ହେଉଛି ଶୀତ ଦିନରେ ଖାସ୍ କରିକି ଆମର ଅଧିକା ଥଣ୍ଡା ପାଇଁ ମନ୍ଦାର ଗଛରେ ବି ଏଇ ସମସ୍ୟାଟା ଦେଖିବାକୁ ମିଳେ। ତ ସେଥିରେ ବି ମଧ୍ୟ ଆପଣ ଦେଇପାରିବେ ଏଇ ପ୍ରମୋଟରକୁ, ଯାହାଦ୍ୱାରା ଆପଣ ଛିଞ୍ଚା ମାରିବା ଦ୍ୱାରା ଆପଣଙ୍କ ଗଛର ଗୋଟଳା ଆଉ ହେବନି, ଭଲ ଗ୍ରୋଥ୍ ବଢ଼ିବ। ଆଉ ବାକି ରହିଥିବା ଯେଉଁ ନୂଆ ଗ୍ରୋଥ୍ ବା ନୂଆ ଡାଳ କେନା ବହୁତ ସହଜରେ ବାହାରିବ। ମୋର ଯେହେତୁ ରାଧାକମଳ ଗଛର ସାଇଡ଼୍ରୁ ଢେର ସାରା କୁଆଁ ଦେଉଛି, ଆଉ ସେ କୁଆଁ ଗୁଡ଼ା ବି ମଧ୍ୟ ସେ ଏକା ସାଥିରେ ଗୋଟଳା ହେଇ ଚାଲିଛି। ତ ସେଥିପାଇଁକା ଆଜି ମୁଁ 5 ml ଭାଗ ନେଇଛି ମୋର ରାଧାକମଳ ପାଇଁ ପ୍ରମୋଟର, ଆଉ ନେଇଛି ଏଠି ଗୋଟେ ମଗ ମାପ ପାଣି। ତ ପାଣିରେ ଏଠି ମୁଁ ପ୍ରଥମେ ଲିକ୍ୱିଡ଼ଟା ମିଶାଇଦେଲି, ମିଶାଇକି ସ୍ପ୍ରେ ବୋଟଲରେ ଭର୍ତ୍ତି କରିଦେଲି। ଯଦି ଏଇଟା ଗଛରେ କଢ଼ ଆସିବାର ସମସ୍ୟା ଯଦି ଥାଆନ୍ତା, ଯେମିତି କଢ଼ ଯଦି ଛୋଟ ଛୋଟ ଆସିଥାନ୍ତା, ତାହେଲେ ଏଇଟା ମୂଳରେ ଦେଇଥିଲେ ବହୁତ ଭଲ କାମ କରିଥାନ୍ତା। କିନ୍ତୁ ଏଇଟା ଯେହେତୁ ଉପର ଗଛର ଡାଳ କୁଆଁ ଗୁଡ଼ାକ ସବୁ ଯେହେତୁ ଗୋଟଳା ହେଇଯାଉଛି, ତ ସେଥିପାଇଁକା ମୁଁ ତାର କୁଆଁରେ ହିଁ ଏଟାକୁ ସ୍ପ୍ରେ କରିବି। ଆଉ ସବୁଠୁ ଭଲ କଥା ହେଲା ଏଇ ପ୍ରମୋଟରକୁ ଆପଣ ଦୁଇଟି ଉପାୟରେ ବ୍ୟବହାର କରିପାରିବେ, ସ୍ପ୍ରେ କରିବି ଦେଇପାରିବେ, ନହେଲେ ଆପଣ ଗଛ ମୂଳରେ ମଧ୍ୟ ଆଡ଼୍ କରିପାରିବେ। ଯେକୌଣସି ସମସ୍ୟା ହେଇଥାଉ ଏ ସାଙ୍ଗେ ସାଙ୍ଗେ ତୁରନ୍ତ କାମ କରେ। ଗୋଟିଏ ସପ୍ତାହ ରିପିଟ୍ କରିବାକୁ କିନ୍ତୁ ପଡ଼ିବ 3 ଦିନ ଭଳି, ଯେମିତିକି ସପ୍ତାହରେ ଆପଣ 3 ଥର ୟାକୁ ୟୁଜ୍ କରିବେ, ରିପିଟ୍ କରିବେ। ତ ଦେଖିବେ ୟାର ଗଛ ଉପରେ ନିହାତି କିଛି ନା କିଛି ବେନିଫିଟ୍ ଆଣିବ। ତ ଏମିତି ହିଁ ମୁଁ ଅର୍ଗାନିକ୍ ଉପରେ ଏଇ ପ୍ରମୋଟରକୁ ହିଁ ୟୁଜ୍ କରେ, ବିନା ସାର ବିଷୟରେ ଯାହା ଯେତିକି ଗଛ ମୋ ପାଖରେ ଅଛି। କିନ୍ତୁ ରାଧାକମଳ ଗଛରେ ସାର କିନ୍ତୁ ଏଯାଏଁ ମୁଁ ଆଡ଼୍ କରିନି, ସାର ଆଗକୁ ତ ଏଥିରେ ଆଡ଼୍ କରିବି, କିନ୍ତୁ ପ୍ରମୋଟର ପାଣି ବି ମଧ୍ୟ ଏଥିରେ ଦେଇହେବ। ସାର ଦେଇକି ବି ଦେଇପାରିବେ, ସାର ନ ଦେଉଥିବା ଗଛରେ ବି ୟାକୁ ଦେଇପାରିବେ। ତ ଏ ବହୁତ ହି ଭଲ ଗ୍ରୋଥ୍ କରିଥାଏ। ଆଉ ସବୁ ପତ୍ର ଦେଖ କେତେ ବଢ଼ିଆ ସେ ସ୍ପ୍ରେ କରିଦେଲି। ଆଉ ଛୋଟ ଗଛ ଗୋଟେ ଚାରା ବନେଇଥିଲି ସେଥିରେ ବି ଦେଇଦେଲି। ଗଛ ଝାଉଁଳିବନି, ଗଛ ନଷ୍ଟ ହେବନି କି ପତ୍ର ମରିବ।